ବହୁତ ପୁରୁଣା ଦିନର କଥା। ପାହାଡ଼ ଓ ନଦୀ ମଧ୍ୟରେ ଏକ ଶାନ୍ତ ଓ ସୁନ୍ଦର ଗାଁ ଥିଲା। ସେଠି ଏକ ବୃଦ୍ଧ ବାବା ରହୁଥିଲେ। ନାଁ ଥିଲା ଭୈରବ ବାବା। ସେ ପ୍ରତି ସନ୍ଧ୍ୟାରେ ଗ୍ରାମ ମନ୍ଦିର ଆଗରେ ଏକ ମାଟିର ଦିଆ ବଳାଇ ନିଜ ମନର ସମସ୍ତଙ୍କ ପାଇଁ ଭଲ ପାଇଁ ପ୍ରାର୍ଥନା କରୁଥିଲେ। କୁହାଯାଏ ସେ ଦିଆ କେବେ ବୁଝୁନଥିଲା, ଖରା ହେଉ କି ବର୍ଷା। ଏକ ଦିନ ଗାଁକୁ ଏକ ଲୋଭୀ ବେପାରୀ ଆସିଲା। ସେ ଭାବିଲା ଏହି ଚମତ୍କାରୀ ଦିଆକୁ ବିକ୍ରି କରି ଧନ ରୋଜଗାର କରିବ। ଯେତେବେଳେ ସେ ଦିଆକୁ ଛୁଇଁଲା, ଦିଆ ଥଣ୍ଡା ପଡ଼ିଗଲା, ଲୁହ ବୁଝିଗଲା। ଭୈରବ ବାବା ହସି ହସି କହିଲେ, ଯେଉଁଠି ଶ୍ରଦ୍ଧା ଓ ସତ୍ୟ ନାହିଁ ସେଠି ଚମତ୍କାର ହୁଏନି। ସେହିଦିନଠାରୁ ଗାଁବାସୀମାନେ ଦିଆକୁ ନୁହେଁ, ବାବାଙ୍କ କଥାକୁ ସ୍ମୃତିରେ ରଖିଲେ। ସତ୍ୟ, ଭକ୍ତି ଓ ବିଶ୍ୱାସ, ଏହା ଆମର ଅମର ଥିଲା।